ରାହୁଲ କେବେ ହାତ ହିଁ ଉଠେଇ ନାହାନ୍ତି ମୋ ଉପରେ କେବେ ବି। ଆମର ଭିତରେ ଗାଳି ଗୋଳଜ ହୁଏ କାରଣ ଆମେ ଦି ଜଣ ଯାକ ହିଁ ଡିପ୍ରେସନରେ ଥିଲୁ। ବାହାଘର ପରଠୁ ଆମେ ଦି ଜଣ ଯାକ ପୁରା ଡିପ୍ରେସନରେ ଥିଲୁ। ଯୋଉ କମିଟମେଣ୍ଟ କରିକିନା ଶାଶୁଘର ଲୋକ ଆଣିଥିଲେ ସେ କମିଟମେଣ୍ଟରେ ରଖିଲେ ନାହିଁ। ମୁଁ ମୋର ବୋହୂ ହିସାବରେ ସବୁ କର୍ତ୍ତବ୍ୟ ନିଭେଇଲି। ଯେମିତି ଘରୁ ବାହାରିବୁନି କିଛି କରିବୁନି। ମୋ ହଜବେଣ୍ଡଙ୍କ ସହିତ ବାହାରିବା ତ କିଛି ଭୁଲ ତ ନୁହେଁ। ମୁଁ ହଜବେଣ୍ଡଙ୍କ ସହିତ ବାହାରିଛି, ବାହାର ପିଲାଙ୍କ ସହିତ ବାହାରିନି ନା। ହଜବେଣ୍ଡଙ୍କ ସହିତ ବୁଲିବାର ପ୍ରୋବ୍ଲେମ କଣ ଅଛି? ମୁଁ ରୋଷେଇବାସ କରିକିନା ଯାଉଥିଲି। ଯୋଉ କହିଲେ କିଛି ରୋଷେଇ କରୁନି ମୋର ଭିଡିଓ ଅଛି। ମୋ ଶାଶୁ ନିଜେ କହିଛନ୍ତି କି ସେ ଶ୍ୱଶୁରଙ୍କ ପାଇଁ ଖାଇବା ବନଉଛି ବୋଲି। ମୁଁ ନିଜେ ରୋଷେଇ କରିଛି, ସେ ତାଙ୍କ ନିଜ ମାନେ ଇଏରେ ଅପଲୋଡ ବି କରିଛନ୍ତି ଚ୍ୟାନେଲରେ। ତାହେଲେ ମୁଁ ରୋଷେଇ ତାହେଲେ ମୁଁ କେତେବେଳେ ତାହେଲେ କରୁନଥିଲି? ସବୁ ଜିନିଷ ଆଲିଗେସନ ଲଗେଇଦେବେ ନିଜେ ବଞ୍ଚିବା ପାଇଁ, କିନ୍ତୁ ଯୋଉ 4ଟା ଜିନିଷ ମୁଁ ଆଲିଗେସନ ତାଙ୍କ ପାଇଁ ଲଗେଇଛି। ଆକ୍ୟୁଜ ମାନଙ୍କ ଗାଁକୁ କାହିଁ ଯାଇଥିଲ, ମୋ ସୁନା କାହିଁ ବିକିଲ, ଥାନା ଭିତରେ ଆପଣଙ୍କ ଜ୍ୱାଇଁ ମତେ ମାନେ ଯୋଉ ଇଏ କଣ ପାଇଁ କହିଲେ କି ଆକୁ ସେଇଠି ମାରି ଦେଇଥିଲେ ଗୋଟେ କଣ୍ଟା ହଟିଥାନ୍ତା, ତା ସହିତ ମତେ ଡେଥ୍ ସାର୍ଟିଫିକେଟ ଆପ୍ଲାଏ କରିବା ପାଇଁ କାହିଁ ଦଉନଥିଲ? ଏଇ 4ଟା ଜିନିଷର ଆଗ ସେମାନଙ୍କୁ ମାନେ ପ୍ରୁଫ୍ ମାଗନ୍ତୁ। ତାମାନେ ଆଗକୁ ଏଭଳି ଚାରିଟା ଜିନିଷ ଦିଗକୁ ଯଦି ଚିନ୍ତା କରେ ତୃଷ୍ଣାଙ୍କ ଜୀବନ ପ୍ରତି ବିପଦ ଥାଇପାରେ କି? ଅବଭିୟସଲି ଅଛି, କାରଣ ହଜବେଣ୍ଡ ମଲା ପରେ ଗୋଟେ ଝିଅ ଉପରକୁ ଆଙ୍ଗୁଠି ଉଠିବା ବହୁତ ଇଜି, ବହୁତ ଇଜି। ଖାଲି ମୋ ସହିତ ଘଟୁନି, ବହୁତ ଲୋକଙ୍କ ସହିତ ଘଟୁଛି। ଖାଲି ସେମାନେ ନୁହେଁ, ପୁରା ଦୁନିଆ ବି ଆଙ୍ଗୁଠି ଉଠେଇବ। କିନ୍ତୁ ଜିନିଷ ହଉଛି କି ସେ ଆଙ୍ଗୁଠି ଉଠେଇବା ସହିତ ପ୍ରମାଣ ବି କରିବା ଦରକାର।